ବନ୍ଧୁମାନେ କେତେବେଳେ ଆପଣ ଭାବିଛନ୍ତି କି ପୁରୁଷର ସେଇ ଅଗ୍ନି ସେଇ ଜୋଶ କାହିଁକି ଧୀରେ ଧୀରେ ଶାନ୍ତ ହୋଇଯାଉଛି? କାହିଁକି 30 ବର୍ଷ ପରେ 40 ବର୍ଷ ପରେ ଶରୀରରେ ସେଇ ତାକତ ରହୁନାହିଁ, ମନରେ ସେଇ ଆତ୍ମବିଶ୍ୱାସ ରହୁନାହିଁ? ଆଜି ଯାହା ମୁଁ କହିବି ସେଥିରେ ଆପଣଙ୍କ ଜୀବନକୁ ପୁଣି ଥରେ ନୂଆ କରିବାର ଶକ୍ତି ରହିଛି। ବନ୍ଧୁମାନେ, ଆଜିର ଭିଡ଼ିଓରେ ମୁଁ ତୁମକୁ କହିବି ତୁଳସୀ ମଞ୍ଜିର ଗୁପ୍ତ ବିଷୟରେ, କିପରି ଏହା ପୁରୁଷଙ୍କୁ ପଶୁ ପରି ଶକ୍ତିଶାଳୀ କରେ, ମର୍ଦ୍ଦାଙ୍ଗୀ ଷ୍ଟାମିନା ଓ ଶରୀରକୁ 50 ବର୍ଷ ପର୍ଯ୍ୟନ୍ତ ଯୁବକ ରଖେ। ଏହି ଭିଡ଼ିଓରେ ତୁମେ ଜାଣିପାରିବ ପୁରୁଷ ଏବଂ ଷ୍ଟାମିନାରେ ତୁଳସୀ ବୀଜର ଅପୂର୍ବ ପ୍ରଭାବ, କିପରି ପ୍ରତିଦିନ ଏହାକୁ ସେବନ କଲେ ଶରୀରରେ ଜୋଶ ଭରିଯାଏ, ବୟସ ବଢ଼ିଲେ ବି ମୁହଁରେ ଭୋଜିକୁ ରୋକିବାର ଗୁପ୍ତ କାରଣ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କିପରି ସଠିକ୍ ଭାବରେ ଏହାକୁ ବ୍ୟବହାର କରିବେ। ବନ୍ଧୁମାନେ, ଯଦି ତୁମେ ଶରୀରକୁ ଭିତରୁ ଶକ୍ତିଶାଳୀ, ମନକୁ ସନ୍ତୁଷ୍ଟ ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାକୁ ଚାହୁଁଛ, ତାହେଲେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଗୋଟେ ଗାଁରେ ଜଗନ୍ନାଥ ନାମରେ ଜଣେ ସାଧାରଣ ଚାଷୀ ରହୁଥିଲେ। ଦିନ ସାରା କ୍ଷେତର କାମ କରୁଥିଲେ, କିନ୍ତୁ ସନ୍ଧ୍ୟାକୁ ଆସିଲେ ତାଙ୍କୁ ଲାଗୁଥିଲା ଶରୀରରେ ଜୋଶଟା କିଛି ନାହିଁ, ମନରେ ଅଗ୍ନି କିଛି ନାହିଁ। ପତ୍ନୀ ତାଙ୍କୁ କହୁଥିଲେ, ତୁମ ପାଖରେ ସେଇ ପୁରୁଣା ସମୟର ତାକତ ଆଉ ନାହିଁ। ଜଗନ୍ନାଥଙ୍କ ମନ ଭାଙ୍ଗି ଯାଉଥିଲା। ସେଇ ସମୟରେ ଗାଁରେ ଜଣେ ବୃଦ୍ଧ ବାମନ ତାଙ୍କୁ ଗୋଟିଏ ଗୁପ୍ତ ଉପାୟ କହିଲେ। ପୁଅ, ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଗୁନଗୁନା ଦୁଧରେ ଗୋଟେ ଚାମଚ ତୁଳସୀ ମଞ୍ଜିର ପାଉଡର ମିଶାଇ ଖାଇଦେ, କିପରି ତୋ ଜୀବନ ପରିବର୍ତ୍ତନ ହୋଇଯିବ। ବନ୍ଧୁମାନେ, ତୁଳସୀ ମଞ୍ଜି, ଯାହାକୁ ଆମେ ସାଧାରଣ କଥାରେ ସହଜ ମଞ୍ଜି କହୁଥାଉ, ସେଇଟା ଅସଲରେ ସାଧାରଣ ନୁହେଁ। ଏଥିରେ ରହିଛି ପ୍ରାକୃତିକ ଶକ୍ତି, ଯାହା ପୁରୁଷଙ୍କ ସତ୍ୟତାକୁ ଜଗାଇ ଦିଏ। ପ୍ରଥମ ଫଳ ପୁରୁଷର ଅଗ୍ନି। ତୁଳସୀ ମଞ୍ଜିରେ ରହିଥିବା ପ୍ରାକୃତିକ ରାସାୟନିକଗୁଡ଼ିକ ପୁରୁଷଙ୍କର ଟେଷ୍ଟୋଷ୍ଟେରୋନ ବୋଲିଥିବା ମୂଳ ହରମୋନକୁ ବଢ଼ାଇ ଦିଏ। ଏହି ହରମୋନଟି ପୁରୁଷଙ୍କର ସତ୍ୟକାରୀ ତାକତ, ବେଶୀ ସହନଶୀଳତା ଏବଂ ପୁରୁଷଙ୍କୁ ନିୟନ୍ତ୍ରଣ କରେ। ଯଦି ଏହି ହରମୋନ କମିଯାଏ, ତାହେଲେ ଆଗାମୀ ସେକେଣ୍ଡରେ ଶାନ୍ତ ହୋଇଯାଏ, ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ, ମନରେ ନିରାଶା ଆସିଥାଏ। କିନ୍ତୁ ତୁଳସୀ ମଞ୍ଜି ଏହି କମିକୁ ପୂରା କରିଦିଏ। ମନରେ ଅଗ୍ନି ଆସିଯାଏ, ପୁରୁଷରେ ସେଇ ପଶୁମାନଙ୍କର ତାକତ ପୁଣି ଫେରି ଉଠେ। ତୃତୀୟ ଫଳ 50 ବର୍ଷ ପର୍ଯ୍ୟନ୍ତ ଯୌବନ। ବୟସ ବଢ଼ିଲେ ମୁହଁରେ ରେଖା, ଶରୀରରେ କମଜୋରି, ମନରେ ଭୟ, କିନ୍ତୁ ତୁଳସୀ ମଞ୍ଜି ଥିବା ପ୍ରାକୃତିକ ପ୍ରତିରକ୍ଷା କୌଶଳଗୁଡ଼ିକୁ ଖରାପ ହେବାରୁ ବଞ୍ଚାଇ ରଖେ। ଏହାରୁ ମୁହଁରେ ବୁଢ଼ା ଅବସ୍ଥା ଧୀରେ ଆସେ, ଶରୀରରେ ତାକତ ରହିଥାଏ, ମନରେ ଆଶା ରହିଥାଏ। ଅନେକ ପୁରୁଷ 50 ବର୍ଷ ପର୍ଯ୍ୟନ୍ତ ଯୌବନ ପରି ସୁସ୍ଥ ଓ ଶକ୍ତିଶାଳୀ ରହିଥାନ୍ତି। ଜଗନ୍ନାଥ ଏହାକୁ ରୋଜ ରାତିରେ ଖାଇବା ଆରମ୍ଭ କଲେ। କେବଳ କିଛି ହପ୍ତାରେ ତାଙ୍କର ଶରୀରରେ ଜୋଶଟା ଫେରି ଆସିଥିଲା। ସେଇ ପୁରୁଷ ଯିଏ ପୂର୍ବରୁ ଅଶାନ୍ତିରେ ଭାଙ୍ଗି ପଡ଼ୁଥିଲା, ଆଜି ପୁଣି ଥରେ ଗାଁରେ ନିଜର ତାକତ ପ୍ରମାଣ କରୁଥିଲେ। ତାଙ୍କ ପତ୍ନୀ ହସିକି କହିଲେ, ଏବେ ମୋର ପୁରୁଣା ଜଗନ୍ନାଥ ଫେରି ଆସିଛନ୍ତି। କିପରି କରିବେ ବ୍ୟବହାର? ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଗୁନଗୁନା ଦୁଧରେ ଗୋଟେ ଚାମଚ ତୁଳସୀ ମଞ୍ଜିର ପାଉଡରକୁ ଭିଜାଇ ନିଅନ୍ତୁ। ଭଲ ଭାବରେ ଖାଇ ଦିଅନ୍ତୁ। କେବଳ କିଛି ଦିନରେ ଆପଣ
ଆପଣମାନେ ନିଜେ ତାଙ୍କ ପରିବର୍ତ୍ତନ ଅନୁଭବ କରିପାରିବେ। ବନ୍ଧୁମାନେ, ଜୀବନରେ ସର୍ବମୟ ଅଂଶ ହେଉଛି ଆପଣଙ୍କର ସ୍ୱାସ୍ଥ୍ୟ, ଆପଣଙ୍କ ପୁରୁଷ, ଆପଣଙ୍କ ଆତ୍ମବିଶ୍ୱାସ। ତୁଳସୀ ବୀଜ କେବଳ ଖାଦ୍ୟ ନୁହେଁ, ଏହା ହେଉଛି ପ୍ରାକୃତିକ ଆଶୀର୍ବାଦ ଯାହାକୁ ପୁରୁଷଙ୍କୁ ପୁଣି ଥରେ ନିଜର ସ୍ୱାର୍ଥ ପୂରଣରେ ଯୋଗାଇ ଦିଏ। ପ୍ରଶ୍ନ କେବଳ ଏତିକି, ଆପଣ ଏହି ପଥରେ ପଦକ୍ଷେପ ନେବେ କି ନା କି ନିଜର ଜୀବନକୁ ଧୀରେ ଧୀରେ କମଜୋରିରେ ଶୂନ୍ୟ କରିଦେବେ? ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ନୂଆ ନୂଆ ଗୁପ୍ତ, ସତ ସ୍ୱାସ୍ଥ୍ୟ ଓ ମନୋବିଜ୍ଞାନ ଭିଡ଼ିଓ ପାଇଁ।